ଜଗା ଏ ତୁ କଣ କରୁଛୁ? ବଳିଆ ଭାଇ, ଆଜି ପୁରା ପଙ୍କ ଉଦ୍ଧାର ଏକାଦଶୀ। ବର୍ଷ ଯାକ ଭକ୍ତ ଦେଇଥିବା ଫୁଲ, ବେଲପତ୍ର ଏବଂ ଗଙ୍ଗା ଜଳରେ ଲୋକନାଥଙ୍କର ଏହି ଶିବଲିଙ୍ଗ ପଙ୍କ ଭିତରେ ପୋତି ହୋଇଯାଇଥାଏ। ଯେହେତୁ ଆଗକୁ ଶିବରାତ୍ରି ଆସୁଛି, ତେଣୁ ମହାଦେବଙ୍କୁ ସଫାସୁତୁରା କରିବାକୁ ପଡିବ। ଆଉ ଲୋକନାଥ ବି ଆମ ଶ୍ରୀମନ୍ଦିରର ରକ୍ଷକ ବି ନା। ଠିକ ଅଛି ଜଗା, ଚାଲ ମୁଁ ତତେ ବି ସାହାଯ୍ୟ କରୁଛି, କିନ୍ତୁ ଏହାର ଇତିହାସ ତ ଟିକେ କହ। ଠିକ ଅଛି, କଥାଟି ଏପରି ଯେ ତ୍ରେତୟା ଯୁଗରେ ଯେତେବେଳେ 14 ବର୍ଷ ବନବାସ ସମୟରେ ମୁଁ ଏଠାକୁ ଶ୍ରୀରାମ ରୂପରେ ଆସିଥିଲି, ସେତେବେଳେ ଏଠାରେ ଏକ ଶିବଲିଙ୍ଗ ସ୍ଥାପନ କରି ପୂଜା କରିଥିଲି। ତାର ବହୁତ ବର୍ଷ ପରେ ସେହି ରାମଙ୍କ ବଂଶଧର ରାଜା ମାନ୍ଧାତାଙ୍କ ରାଜ୍ୟରେ ବର୍ଷା ନ ହେବାରୁ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଏହାର ନିବାରଣ ପାଇଁ ମହର୍ଷି ଅଙ୍ଗିରା ରାଜା ମାନ୍ଧାତାକୁ ଏହି ପଙ୍କ ଉଦ୍ଧାର ଏକାଦଶୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଏକାଦଶୀକୁ ପାପନାଶିନୀ ଏକାଦଶୀ ମଧ୍ୟ କୁହାଯାଇଥାଏ, କାରଣ ଏହି ବ୍ରତ କରିଲେ ପାପ ଧୋଇ ହେବା ସଙ୍ଗେ ସଙ୍ଗେ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ଜୟ ବାବା ଲୋକନାଥ କି। ଜୟ ବାବା ଲୋକନାଥ କି।